ବୌଦ୍ଧରେ ଅନୁଷ୍ଠିତ 108 କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞର ଆଜି ତୃତୀୟ ଦିବସ। ତୃତୀୟ ଦିବସରେ 108 ଶିକ୍ଷକ ଦମ୍ପତି ଆହୁତି ପ୍ରଦାନ କରିଥିବା ବେଳେ ହଜାର ହଜାର ସଂଖ୍ୟାରେ ଏହି ଯଜ୍ଞରେ ସାମିଲ ହୋଇଛନ୍ତି। ପବିତ୍ର ଗାୟତ୍ରୀ ମହାଯଜ୍ଞରେ ଏକ ଅନ୍ନଯଜ୍ଞ ବି ଅନୁଷ୍ଠିତ ହୋଇଛି। ଯେଉଁ ଅନ୍ନଯଜ୍ଞରେ ହଜାର ହଜାର ଭକ୍ତ ପ୍ରସାଦ ସେବନ କରିବାର ସୁଯୋଗ ପାଇଛନ୍ତି ଏବଂ ଏହି ଅବସରରେ ଜ୍ଞାନଯଜ୍ଞ ମାଧ୍ୟମରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି, ଯାହାକି ଶାନ୍ତିକୁଞ୍ଜରୁ ଏକ ଟୋଲି ଆସି ଯଜ୍ଞର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ତାଙ୍କର ଆଶୀର୍ବଚନ ପ୍ରଦାନ କରିବା ସହିତ ପ୍ରତ୍ୟେକ ଘରେ କିପରି ଯଜ୍ଞ କରିବା ସହିତ ପରିବାରକୁ ସଂସ୍କାର କରାଯିବ ସେ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଯଜ୍ଞରେ ଶହ ଶହ ଭକ୍ତ ସଂସ୍କାରିତ ହେବା ଦ୍ୱାରା ଆସନ୍ତା ଦିନରେ ଏହି ଯଜ୍ଞକୁ ଆହୁରି କିପରି ଉନ୍ନତ ମାନର କରାଯିବ ସେ ସମ୍ପର୍କରେ ସମସ୍ତେ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା, ରାଜ୍ୟ ଏବଂ ରାଜ୍ୟ ବାହାରୁ ଭକ୍ତମାନେ ଆସି ସାମିଲ ହୋଇଛନ୍ତି।